ଆଜିର ଅନୁଚିନ୍ତାକୁ ଆପଣମାନଙ୍କୁ ସ୍ୱାଗତ। ଓମ୍ ନମୋ ଭଗବତେ ବାସୁଦେବାୟ। ପ୍ରଥମେ ଆଜିର ଅନୁଚିନ୍ତାଟି ହେଲା ଶନିଦେବଙ୍କ ଶୁଭ ଦୃଷ୍ଟି ପାଇବା ପାଇଁ ହେଲେ ଏହି 8ଟି ଉପାୟ କରନ୍ତୁ, ଏହି 8ଟି ନିୟମ ମାନନ୍ତୁ। କ'ଣ କ'ଣ ସେଗୁଡ଼ାକ କହିଦେଉଛି ଶୁଣନ୍ତୁ। ନମ୍ବର 1, ଗରିବ କିମ୍ବା ତଳ ଶ୍ରେଣୀର ଲୋକଙ୍କୁ ଘୃଣା କରନ୍ତୁ ନାହିଁ। ତଳ ଶ୍ରେଣୀ ମାନେ ଛୋଟ ଶ୍ରେଣୀର ଲୋକଙ୍କୁ। ନମ୍ବର 2, ଅଳସୁଆ ହୁଅନ୍ତୁ ନାହିଁ। ନମ୍ବର 3, ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ। ଯଦି ପାରୁନାହାନ୍ତି ହନୁମାନଙ୍କୁ ଦୀପଦାନ କରି ଗୋଟାଏ ଫଳ ପୂଜା କରନ୍ତୁ ହନୁମାନଙ୍କ ପାଖରେ, ନିଶ୍ଚିତ ଭାବରେ ଫଳପ୍ରଦ ହେବ। ନମ୍ବର 4, କେଶର ଯତ୍ନ ନିଅନ୍ତୁ, ନିଜ ଚୁଟିକୁ ଯତ୍ନ ନିଅନ୍ତୁ। ନମ୍ବର 5, ନିଜ କ୍ରୋଧ ଆଉ ବାଣୀକୁ ନିୟନ୍ତ୍ରଣରେ ରଖନ୍ତୁ। ନମ୍ବର 6, ଦୁଃଖୀ ରଙ୍କିଙ୍କୁ ସାହାଯ୍ୟ କରନ୍ତୁ। ନମ୍ବର 7, ପୁରୁଣା ଏବଂ ବ୍ୟବହାର ହେଉନଥିବା ଜୋତାକୁ ଘରେ ରଖନ୍ତୁ ନାହିଁ। ନମ୍ବର 8, ନିଜର ପାଦକୁ ସବୁବେଳେ ପରିଷ୍କାର ରଖନ୍ତୁ ଏବଂ ପାଦ ଧୌତ କରିବା ସମୟରେ, ପାଦ ଧୋଇବା ସମୟରେ ନେଡ଼ି ପଟଟାକୁ ଭଲ କରି ଟିକେ ଧୁଅନ୍ତୁ। ହଁ ଆଜ୍ଞା, ପାଳନ କରନ୍ତୁ, ନିଶ୍ଚିତ ରୂପେ ଫଳପ୍ରଦ ହେବ। ଶନିଦେବଙ୍କ ଭକ୍ତମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟାଏ ଲାଇକ୍ କରନ୍ତୁ। ଏହାପରେ ଆଜିର ସାଧୁବାଣୀ। ପ୍ରିୟ ଭକ୍ତ ବନ୍ଧୁମାନେ, ଆଜି ଆମେ ସାଧୁବାଣୀ ମାଧ୍ୟମରେ ଗୋଟେ ବଢ଼ିଆ କଥାଟିଏ ନେଇଛୁ। ଭକ୍ତ ଓ ଭକ୍ତିର ପରୀକ୍ଷା, ଭକ୍ତର କିଭଳି ଭକ୍ତି, ସେଇ ବିଷୟ ନେଇ ଆମେ ଆଜି ଗୋଟେ ବିଷୟଟି ନେଇ ଆସିଛୁ। ତେବେ ଚାଲନ୍ତୁ ଆରମ୍ଭ କରିବା। ଦିନକର କଥା, ଶିଷ୍ୟ ଗୋରଖନାଥଙ୍କ ଗୁରୁ ମହେନ୍ଦ୍ରନାଥ। ମାନେ ଶୁଣିଥିବେ ନା, ଗୋରଖନାଥ, ତାଙ୍କର ଗୁରୁ ହେଉଛନ୍ତି ମହେନ୍ଦ୍ରନାଥ। ଗୋରଖନାଥ ଗୁରୁ ମହେନ୍ଦ୍ରନାଥଙ୍କୁ ଦର୍ଶନ କରିବା ପାଇଁ ନେପାଳ ଯାଇଛନ୍ତି। ନେପାଳ କାହିଁକି ଯାଇଛନ୍ତି ସେ କଥାଟି ବି କହିଦେଉଛି। ସେତେବେଳେ ଗୁରୁ ମହେନ୍ଦ୍ରନାଥ ନେପାଳ ଦେଶର ଜନସାଧାରଣ ତଥା ଜୀବଜନ୍ତୁଙ୍କ ଦୁଃଖ ସୁଖକୁ ମୋଚନ କରିବା ପାଇଁ ଅବସ୍ଥାପନ ନିମନ୍ତେ ଆଶ୍ରମଟିଏ ନିର୍ମାଣ କରିଛନ୍ତି। କେଉଁଠି? ନେପାଳରେ। ଏହା ସହିତ ନେପାଳ ଦେଶରେ ଦୀର୍ଘ 5 ବର୍ଷ ହେବ ବିନ୍ଦୁଏ ବି ବର୍ଷା ହୋଇନାହିଁ, ବିନ୍ଦୁଏ ବି ବର୍ଷା ଜଳ ପଡ଼ିନାହିଁ। ହାହାକାର ପଡ଼ୁଛି ପାଣି ପାଇଁ, ତ୍ରାହିମାମ ଡାକୁଛନ୍ତି। ବିନ୍ଦୁଏ ବି ବର୍ଷା ହୋଇନାହିଁ କି ନେପାଳ ଦେଶରେ ଆକାଶରେ ଖଣ୍ଡିଏ ଭସା ମେଘର ଚିହ୍ନ ସୁଦ୍ଧା ମଧ୍ୟ ଦେଖାଯାଉନଥାଏ। ଚାରିଆଡ଼େ ଶୁଭୁଥାଏ ଖାଲି ଜଳାଭାବର କରୁଣ ଚିତ୍କାର। ଯେଣିକି ଚାହିଁଲେ ଖାଲି ଶୁଖିଲା ମାଟି ଫଟା ଜଳାଶୟ ଓ ଟାଙ୍ଗରା ଭୂଇଁ, ସବୁ ଜଳାଶୟ ଭୂମି ସବୁ ଟାଙ୍ଗରା ହେଇଯାଉଛି, ମାଟି ଫାଟି ଯାଇଛି ସେଠିର। କିଭଳି ସେଠିର ଅବସ୍ଥା ହେଇଥିବ, କିଭଳି ସେ ସମୟର ପରିସ୍ଥିତି ହେଇଥିବ, ଟିକେ ଅନୁମାନ କରନ୍ତୁ। ପ୍ରାଣୀମାନଙ୍କୁ ଏ ଭୟଙ୍କର ଦୁଃଖରୁ ରକ୍ଷା କରିବାକୁ ଯାଇ ଗୁରୁ ମହେନ୍ଦ୍ରନାଥ ପ୍ରତିଜ୍ଞାବଦ୍ଧ ହେଲେ ଏବଂ ବର୍ଷାକୁ ଆହ୍ୱାନ କରିବା ପାଇଁ ଚେଷ୍ଟା କଲେ। ବର୍ଷାକୁ ଆହ୍ୱାନ କରିବା ପାଇଁ ସ୍ୱୟଂ ଗୁରୁଦେବ ପାହାଡ଼ ମଧ୍ୟ ଗୁମ୍ଫା ମଧ୍ୟରେ ଲୁକାୟିତ ଭାବରେ ଧ୍ୟାନରେ ମଗ୍ନ ହୋଇ ରହିଲେ ଏବଂ ଆଶ୍ରମର ସମସ୍ତ ଶିଷ୍ୟମାନଙ୍କୁ ଆଦେଶ ଦେଇଦେଲେ ଯେ ଗୁରୁଦେବ କେଉଁଠି ଅଛନ୍ତି କାହାକୁ ମଧ୍ୟ କେହି ବି କହିବେ ନାହିଁ କି କାହାକୁ ଗୁରୁଦେବଙ୍କ ପାଖକୁ ପଠାଇବେ ବି ମଧ୍ୟ ନାହିଁ। ଗୋରଖନାଥଙ୍କର ଗୁରୁ ମତ୍ସ୍ୟେନ୍ଦ୍ରନାଥ କହିଲେ ଯେ ମୁଁ କେଉଁଠି ଅଛି କାହାକୁ କହିବେନି, କିମ୍ବା ମୋ ପାଖକୁ କାହାକୁ କେତେ ଅସୁବିଧା ପଡ଼ିଲେ ମଧ୍ୟ ପଠାଇବ ନାହିଁ। ଗୁରୁବାଣୀ ଶିଷ୍ୟମାନେ ଅବଜ୍ଞା ତ କରିପାରିବେନି ନା, ସେଇଥିପାଇଁ ସବୁ ଶିଷ୍ୟମାନେ ହଁ ମାନି ରହିଲେ। ନେପାଳରେ ବର୍ଷାର ଆଗମନ ନ ହେବା ପର୍ଯ୍ୟନ୍ତ ଧ୍ୟାନରେ ରହିବା ପାଇଁ ଗୁରୁଦେବ ସଂକଳ୍ପ ନେଇଗଲେ। ସେଇଠି କାହାରିକୁ ଦର୍ଶନ ଦେବା ପାଇଁ ମନା କରିଦେଲେ। ମୁଁ କାହାକୁ ଦର୍ଶନ ଦେଇପାରିବିନି, ତୁମେ କାହାକୁ ମଧ୍ୟ ମୋ ପାଖକୁ ପଠାଇବନି। ଯେଉଁ ପର୍ଯ୍ୟନ୍ତ ବର୍ଷାର ଆଗମନ ନେପାଳର ହେଇନି ସେ ପର୍ଯ୍ୟନ୍ତ ମୁଁ କାହାକୁ ଦେଖା କରିବି ନାହିଁ। ଏଥିମଧ୍ୟରେ ଗୁରୁ ମହେନ୍ଦ୍ରନାଥଙ୍କ ଅନୁପସ୍ଥିତିରେ ଶିଷ୍ୟମାନେ ମନ ଦୁଃଖରେ ଥାନ୍ତି। କେତେ ବର୍ଷା ହେବ, କେବେ ବର୍ଷା ହେବ,
ଓ କେବେ ଗୁରୁଦେବଙ୍କ ଦର୍ଶନ ହେବ ଏହି ଚିନ୍ତାରେ ଶିଷ୍ୟମାନେ ମଗ୍ନ ହୋଇଥାନ୍ତି। ଗୁରୁଦେବ ପଳେଇଲେ ତପସ୍ୟାକୁ ଯୋଗ କରିବାକୁ। ଏହି ସମୟରେ ଶିଷ୍ୟମାନେ କେବେ ଗୁରୁଦେବଙ୍କର ପୁଣି ଦେଖା ହେବ, କେବେ ଗୁରୁଦେବଙ୍କର ପୁଣି ଦର୍ଶନ ହେବ, ସେହି ବିଷୟରେ ସେମାନେ ସବୁ ଚିନ୍ତାରେ ପଡ଼ିଗଲେ ଶିଷ୍ୟମାନେ। ସେହି ସମୟରେ ଶିଷ୍ୟ ଗୋରଖନାଥ ଗୁରୁଦେବଙ୍କ ଦର୍ଶନ ପାଇଁ ଆଶ୍ରମରେ ଉପସ୍ଥିତ ହେଲେ। କିଏ? ମତ୍ସ୍ୟେନ୍ଦ୍ରନାଥଙ୍କର ପ୍ରିୟ ଶିଷ୍ୟ ଗୋରଖନାଥ ସେହି ଆଶ୍ରମରେ ଗୁରୁଙ୍କୁ ଦର୍ଶନ କରିବା ପାଇଁ ଉପସ୍ଥିତ ହେଲେ। ଗୁରୁଦେବ କେଉଁଠାରେ ଅଛନ୍ତି ଏବଂ ତାଙ୍କ ଦର୍ଶନ କରିବାର ଦୃଢ଼ ପ୍ରତିଜ୍ଞାକୁ ଶିଷ୍ୟମାନଙ୍କ ଆଗରେ ପ୍ରକାଶ କଲେ। କିଏ? ଗୋରଖନାଥ। ସେ କହିଲେ, ଗୁରୁଦେବ କେଉଁଠି ଅଛନ୍ତି? ଗୁରୁଦେବଙ୍କୁ ମୁଁ ଟିକେ ଦର୍ଶନ କରିବି, କୁହନ୍ତୁ। କେହି ଶିଷ୍ୟମାନେ କହୁନାହାନ୍ତି। ଶିଷ୍ୟମାନଙ୍କ ଆଗରେ ସେ ଅତ୍ୟନ୍ତ ନେହୁରା ହେଲେ ପୂଜ୍ୟ ଗୁରୁଦେବଙ୍କୁ ଦର୍ଶନ କରିବା ପାଇଁ। କିନ୍ତୁ ଶିଷ୍ୟମାନଙ୍କର ଗୋଟାଏ କଥା, ଗୋରଖନାଥଙ୍କ କଥାକୁ ତିଳେ ମାତ୍ର କର୍ଣ୍ଣପାତ ଦେଲେ ନାହିଁ। କେହି ମଧ୍ୟ ତାଙ୍କ କଥାଟିକୁ ଶୁଣିଲେ ନାହିଁ। ଶୁଣିଲେ ମଧ୍ୟ ନ ଶୁଣିଲା ଭଳି, ନ ଶୁଣିଲା ଭଳି ସବୁ ଥିରେ ରହିଲେ। ଯାହାକୁ ବି ଖରାପ ଲାଗିବ ନା। ଗୋରଖନାଥଙ୍କୁ ବହୁତ ଖରାପ ଲାଗିଲା। ଗୋରଖନାଥ ଯେତେ କାକୁତି ମିନତି କଲେ ମଧ୍ୟ ଶିଷ୍ୟମାନେ କହିଲେ, ଗୁରୁଦେବଙ୍କ ଆଦେଶ ଯେ ସେ କାହାରିକୁ ଦର୍ଶନ ଦେଇପାରିବେ ନାହିଁ। ପୁନଶ୍ଚ କହିଲେ, ଯେ ପର୍ଯ୍ୟନ୍ତ ନେପାଳରେ ବର୍ଷା ନ ହୋଇଛି ସେ ପର୍ଯ୍ୟନ୍ତ ଗୁରୁଦେବ ଦର୍ଶନ ଅସମ୍ଭବ। ଶିଷ୍ୟମାନଙ୍କ ଠାରୁ ଗୁରୁଦେବଙ୍କର ଏ ପ୍ରତିଜ୍ଞାକୁ ଶୁଣି ଗୋରଖନାଥ ଦୁଃଖରେ ମ୍ରିୟମାଣ ହୋଇପଡ଼ିଲେ ଏବଂ ନିଜ ଶିଷ୍ୟର ପରାକାଷ୍ଠା ତଥା ଗୁରୁ ଦକ୍ଷିଣା ଦେବାର ସମୟ ଆସିଯାଇଛି ବୋଲି ଭାବିଲେ। ଏହି ସମୟଟା ହେଉଛି ଗୁରୁଦେବଙ୍କୁ ଗୁରୁ ଦକ୍ଷିଣା ଦେବା। ସେଇଥିପାଇଁ ଗୁରୁ ମତ୍ସ୍ୟେନ୍ଦ୍ରନାଥଙ୍କର ସମ୍ମାନ ରକ୍ଷା କରି ନିମିତ୍ତ ସେ ସେଇଠାରେ ହିଁ ଶପଥ କଲେ ଯେ ଯଦି ମୋର ଗୁରୁଦେବଙ୍କ ପ୍ରତି ପ୍ରଗାଢ଼ ଭକ୍ତିଭାବ ଥାଏ ତାହେଲେ ଗୁରୁ ନିଶ୍ଚୟ ପାହାଡ଼ ଗୁମ୍ଫାରେ ଥାଇ ଜଳର ସ୍ପର୍ଶ ଅନୁଭବ କରି ମୋତେ ଆସି ନିଶ୍ଚୟ ଦର୍ଶନ ଦେବେ। କିଏ ଏହି ପ୍ରତିଜ୍ଞା ନେଲେ? ଗୋରଖନାଥ। ଗୋରଖନାଥ ଏହି ପ୍ରତିଜ୍ଞା ନେଲେ ଯେ ଯଦି ମୁଁ ପ୍ରକୃତ ଭକ୍ତ ହୋଇଥିବି ତାହେଲେ ମୁଁ ଯେଉଁ ଗୁରୁ ମତ୍ସ୍ୟେନ୍ଦ୍ରନାଥଙ୍କର ସମ୍ମାନ ରକ୍ଷା କରି ନିମିତ୍ତ ସେଇଠାରେ ହିଁ ଶପଥ କଲେ ଯେ ଯଦି ମୋର ଗୁରୁଦେବଙ୍କ ପ୍ରତି ପ୍ରଗାଢ଼ ଭକ୍ତିଭାବ ଥାଏ ତାହେଲେ ଗୁରୁ ନିଶ୍ଚୟ ପାହାଡ଼ ଗୁମ୍ଫାରେ ଥାଇ ଜଳସ୍ପର୍ଶ ଅନୁଭବ କରିବେ ଏବଂ ଜଳସ୍ପର୍ଶ ଅନୁଭବ କରି ମୋତେ ଆସି ନିଶ୍ଚୟ ଦର୍ଶନ ଦେବେ। ଏମିତି ପ୍ରତିଜ୍ଞା କରିଦେଲେ ଗୋରଖନାଥ। ଏହା ହିଁ ମୋର ଅକାଟ୍ୟ ସତ୍ୟବାଣୀ। ଏହା କହି ଗୋରଖନାଥ ସେଇଠାରେ ହିଁ ଚିମିଟାକୁ ଭୂମି ଉପରେ ପୋତିଦେଲେ। ଚିମିଟା ମାନେ ସେମାନେ ଯେଉଁ ସାଧୁ ସନ୍ଥମାନେ ଧରିଥାଉଛନ୍ତି ଗୋଟେ ଢାଳ ପରି, ଗୋଟେ ତ୍ରିଶୂଳ ପରି, ସେଇ ଚିମିଟାକୁ ସେଇଠି ପୋତିଦେଲେ। ସେଇଠିକି ଧ୍ୟାନରେ ବସି ପଡ଼ିଲେ। ଏସବୁ ଦୃଶ୍ୟ ଦେଖି ଆଶ୍ରମ ଶିଷ୍ୟମାନେ ଉପହାସ କରିବାକୁ ଲାଗିଲେ। ସବୁ ହସିଲେ, ଇଏ କ'ଣ ବସିଲାଣି ଏଇଠି ଧ୍ୟାନରେ ଗୁରୁଙ୍କୁ ଦର୍ଶନ କରିବେ ବୋଲି। କିଏ କେଉଁ କଥା କହିଲେ, ପରସ୍ପର ମଧ୍ୟରେ ଆଲୋଚନା କରିବାକୁ ଲାଗିଲେ। ଯେଉଁଠି ଏ ବର୍ଷା ସ୍ୱୟଂ ଗୁରୁ ମତ୍ସ୍ୟେନ୍ଦ୍ରନାଥ ଅନାହାରରେ ଅନେକ ଦିନ ହେଲା ତପସ୍ୟାରେ ଅଛନ୍ତି, ତଥାପି ଏ ପର୍ଯ୍ୟନ୍ତ ବୁନ୍ଦାଏ ବର୍ଷା ହୋଇନାହିଁ କି ନେପାଳ ଆକାଶରେ ଚେନ୍ନାଇ ମେଘର ଚିହ୍ନ ମଧ୍ୟ ଦେଖାଯାଉନାହିଁ। ଏ ପୁଣି ସାମାନ୍ୟ ଶିଷ୍ୟ ହୋଇ ଏଭଳି ପ୍ରତିଜ୍ଞା କରୁଛି। ଏହାର ମସ୍ତିଷ୍କ ବିକୃତ ଘଟିନି ତ? ଏ ପାଗଳ ହେଇଯାଇଛି, ପାଗଳ। ଏହା କହି ଶିଷ୍ୟମାନେ ପରସ୍ପର ମଧ୍ୟରେ ହସାହସି ହେଲେ। ଆଉ କେତେଜଣ ଶିଷ୍ୟ ଗୋରଖନାଥଙ୍କର ଏକ ନିଷ୍ଠ ଭକ୍ତିଭାବକୁ ଦେଖି ଚକିତ ହେବାକୁ ଲାଗିଲେ। ସେମାନେ ପରସ୍ପର ମଧ୍ୟରେ କୁହାକୁହି ହେଲେ ଯେ ଯାହାର ଗୁରୁଙ୍କ ପ୍ରତି ଭକ୍ତି ସୁଦୃଢ଼ ଏବଂ ଗୁରୁଙ୍କ ପ୍ରତି ପୂର୍ଣ୍ଣ ବିଶ୍ୱାସ ଅଛି ସେ କାର୍ଯ୍ୟକୁ ସିଦ୍ଧି କରି ଦେଖାଇ ପାରିବ ନିଶ୍ଚିତ ରୂପରେ। ଏମିତି ସବୁ କଥା ତାଙ୍କ ଭିତରେ ଚାଲିଥାଏ। ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି? ଏହା ନ ହୋଇଥିଲେ ଏତେ ବଡ଼ କଥା ଗୁରୁଙ୍କ ସମ୍ବନ୍ଧରେ କିପରି କିଏ କହିପାରିବ? କେହି ମଧ୍ୟ କହିପାରିବେନି ନା। ଏମିତି ଏତେ ବିଶ୍ୱାସ, ଏତେ ଭରସା ନଥିଲେ। କିଛି ସମୟ ପରେ ଗୋରଖନାଥ ଯୋଗରେ ବସିବାର କିଛି ସମୟ ପରେ ନେପାଳର ଆକାଶରେ କଳା ବାଦଲ ଖଣ୍ଡମାନ ଭାସି ଉଠିଲା। ତା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ିର ଶବ୍ଦ ଆକାଶକୁ କମ୍ପମାନ କରିଦେଲା, ଚମକାଇ ଦେଲା। ଲୋକମାନେ ବର୍ଷାର ଆଗମନ ସମ୍ଭାବନା ଶୁଣି ଆନନ୍ଦରେ ନାଚିବାକୁ ଲାଗିଲେ। ଚାହୁଁ ଚାହୁଁ କିଛି କ୍ଷଣ ପରେ ମୂଷଳ ଧାରାରେ ବର୍ଷା ବର୍ଷିବାକୁ ଲାଗିଲା।
ଏହି ବର୍ଷା ଜଳର ପ୍ରଭାବରେ ନେପାଳ ଦେଶର ଉଚ୍ଚ ନିଚ ସ୍ଥାନ ସବୁ ଜଳମଗ୍ନ ହୋଇଗଲା। ଫଳରେ ଜଳସ୍ରୋତ ନଦୀମାନଙ୍କରେ ପ୍ରବାହିତ ହୋଇ ନେପାଳ ଦେଶରେ ଭୟଙ୍କର ବନ୍ୟାର ଆବିର୍ଭାବ ହେଲା। ଗୁମ୍ଫା ମଧ୍ୟକୁ ବନ୍ୟା ଜଳ ପ୍ରବେଶ ହେବା ଦ୍ୱାରା ଗୁରୁ ମତ୍ସ୍ୟେନ୍ଦ୍ରନାଥଙ୍କ ଧ୍ୟାନ ଭଙ୍ଗ ହେଲା। ଗୁରୁ ଜାଣିପାରିଲେ ଯେ ଏ କାର୍ଯ୍ୟ କାହା ପାଇଁ ହୋଇଛି। ଗୁରୁ ମତ୍ସ୍ୟେନ୍ଦ୍ରନାଥ ଅନୁଭବ କଲେ ନିଶ୍ଚୟ ଆଶ୍ରମ ଭାସି ଯାଇଥିବ। ଗୋରେଖ ନିଶ୍ଚୟ ରାଗି କରି ଧ୍ୟାନ କରୁଛି। ଗୁରୁଦେବ ସେହିଠାରୁ ବାବା ଗୋରେଖନାଥ ରାଗ ଶାନ୍ତ କର, ବାବା ଗୋରଖନାଥ ରାଗ ଶାନ୍ତ କର କହି ଦୌଡ଼ି ଦୌଡ଼ି ଆସିବାକୁ ଲାଗିଲେ। ଗୁରୁ ଆସି ଦେଖନ୍ତି ଯେ ଗୋରଖନାଥଙ୍କର ଚତୁଃପାର୍ଶ୍ୱରେ ଜଳ ପୂର୍ଣ୍ଣ ହୋଇଯାଇଛି, କିନ୍ତୁ ତାଙ୍କ ଶରୀରକୁ ଜଳ ସ୍ପର୍ଶ କରିନାହିଁ। ଗୁରୁ ଆନନ୍ଦିତ ହୋଇ ଗୋରଖନାଥକୁ କୁଣ୍ଢାଇ ପକାଇଲେ। ଯିଏ କହିବି ଆନନ୍ଦ ହୋଇପଡ଼ିବ। କିଭଳି ପରିସ୍ଥିତି ହେଇଥିବ ସେ ଜାଗାର, କେଉଁଭଳି ଦେଖାଯାଉଥିବ ସେ ଜାଗାଟା, ଟିକେ ମନ ଭିତରେ ଦେଖନ୍ତୁ। ସଙ୍ଗେ ସଙ୍ଗେ ଗୋରଖନାଥଙ୍କର ଧ୍ୟାନ ଭଙ୍ଗ ହେଲା। ଧ୍ୟାନ ଭଙ୍ଗ ହୋଇଯିବା ପରେ ବର୍ଷା ମଧ୍ୟ ଥମିବାକୁ ଲାଗିଲା। ଗୁରୁ ମତ୍ସ୍ୟେନ୍ଦ୍ରନାଥଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରି ଗୋରଖନାଥ ଗୁରୁଦେବଙ୍କ ପାଦ ତଳେ ନିଜ ଶରୀରକୁ ଗଡ଼ାଇ ଦେଲା। ଗୁରୁ ମତ୍ସ୍ୟେନ୍ଦ୍ରନାଥ ଗୋରଖନାଥଙ୍କ ପ୍ରଶଂସା କରିବା ନିମିତ୍ତ ସେହି ସ୍ଥାନକୁ ଗୋରଖପାଟଣା ନାମରେ ନାମିତ କରିଦେଲେ। ସେହିଦିନଠାରୁ ସେଠାକାର ଅଧିବାସୀ ଓ ପୋଲିସଙ୍କୁ ଗୋର୍ଖା ଅଧିବାସୀ ଓ ଗୋର୍ଖା ପୋଲିସ ମଧ୍ୟ କୁହାଯାଉଛି। এই ଯେଉଁ ଗୋର୍ଖା ପୋଲିସ ନାମଟା ନେପାଳରୁ ହିଁ ସୃଷ୍ଟି ହୋଇଛି। କିଏ? ଗୋରଖନାଥଙ୍କ ପାଇଁ। ତାଙ୍କର ଗୁରୁ ମତ୍ସ୍ୟେନ୍ଦ୍ରନାଥ ଏହି ନାମଟି ସୃଷ୍ଟି କରାଇଛନ୍ତି। ଏହା ଦେଖି ନେପାଳ ଦେଶରେ ଅଧିବାସୀ ତଥା ଆଶ୍ରମରେ ଥିବା ଶିଷ୍ୟଗଣ ଏକ ସ୍ୱରରେ ଗୋରଖନାଥଙ୍କର ଜୟ ହେଉ, ଗୋରଖନାଥଙ୍କର ଜୟଗାନ କହିବାରେ ଲାଗିଲେ। ଗୋରଖନାଥଙ୍କର ଜୟଗାନ କହି ଉଠିଲେ। ସେହି ଦିନଠାରୁ ଗୋରଖନାଥଙ୍କର ଗୁରୁ ଭକ୍ତିର ଗାରିମା ବଢ଼ିବାକୁ ଲାଗିଲା। ପ୍ରିୟ ଭକ୍ତବନ୍ଧୁମାନେ, ଆପଣ ତ ଶୁଣିଲେ ଭକ୍ତ ଓ ଭକ୍ତିର ପରୀକ୍ଷା। ଆଜି ପାଇଁ ସାଧୁବାଣୀ ଏତିକି। ରହୁଛୁ। ନମସ୍କାର। ଓମ୍ ଶାନ୍ତି ଶାନ୍ତି ଶାନ୍ତି। ଯଦି ଆପଣମାନେ ସାଧୁସନ୍ଥଙ୍କ ଉପରେ ବିଶ୍ୱାସ ରଖୁଛନ୍ତି, ତାହେଲେ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟାଏ ଲାଇକ୍ କରନ୍ତୁ। ଧନ୍ୟବାଦ।